ନା ନା ସେ ଆଉ ଓଡିଶାରେ କୌଣସି ଦଳ ଆଉ ଜିତିବ ନାହିଁ। ବିଜେପିର ଧୀରେ ଧୀରେ ଗ୍ରୋଥ ଯୋଉ ହିସାବରେ ଚାଲିଛି ଆଉ ଲୋକଙ୍କର ମୁହଁ ଯେଭଳି ବିଜେପି ମୁହଁ ଆଉଛନ୍ତି ତ ବର୍ତ୍ତମାନ ଅନୁଗୁଳ ଅଛି ଆଉ ତାପରେ ଢେଙ୍କାନାଳ ଅନେକ ଲୋକ ଆଜି ମିଶିଲେ ତ ଖାଲି ହେଇଯିବ କି ବିଜେଡି? ନିଶ୍ଚିତ ଭାବରେ ଏଇଟା ଗୋଟେ ଆ, ଯୋଉଟା କହିଲେ ବିଜେଡି ଦଳ ବହୁତ ମାନେ ଜଲ୍ଦି ଭାଙ୍ଗି ଯାଉଛନ୍ତି। ତାଙ୍କ ନେତୃତ୍ୱ କିଏ ମାନୁନାହାନ୍ତି। ସେ ଭାଙ୍ଗିବାକୁ ବସିଛି। ଯିବେ କୁଆଡେ? ଯିବେ ବର୍ତ୍ତମାନ ଲିଡିଂ ମାଇଣ୍ଡ ଡବଲ ଇଞ୍ଜିନ ସରକାର ଅଛି। କେନ୍ଦ୍ରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ଅଛି। ଲୋକାଭିମୁଖୀ ଜନାଭିମୁଖୀ ସରକାର ଚାଲିଛି। ଆଉ ଲୋକ ତାଙ୍କୁ ଆଦୃତ କରୁଛନ୍ତି ଯେ ଦେଶ ପାଇଁ ଚିନ୍ତା କରୁଛି। ଆଉ ସେଇଥିପାଇଁ ଆଉ ଏଠି ଓଡିଶାରେ ଆମକୁ 16 ମାସର ସରକାର ଅଛି। ଆଉ ଯୋଉ କାମ କରି ମାନେ 16 ମାସରେ ଯେତିକି କାମ ହେଲାଣି ଯଶସ୍ୱୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବହୁତ ବଢିଆ କାମ ହଉଛି। ଆଉ ସଂଗଠନ ହଉଛି ଆଉ ନୂଆପଡାର ବି ଇଫେକ୍ଟ ଅଛି, ବିହାରର ବି ଇଫେକ୍ଟ ଅଛି। ଲୋକ ଆଉ ଭାବିଲେ ଯେ କଂଗ୍ରେସ ଦଳ ବି ଦେଶରେ ନାହିଁ କି ବିଜେଡି ଦଳ ନାହିଁ। ଦେଖନ୍ତୁ ସେଠି ସେ ପାର୍ଟିରେ ଯୋଉମାନେ ସବୁ ଅଛନ୍ତି ସେମାନଙ୍କର ଦୂରଦୃଷ୍ଟି ଅଛି। ଆଉ ବିଜେପିରେ ଆସିକି ଯୋଗ ଦଉଛନ୍ତି। ନିଶ୍ଚିତ ଭାବରେ ସେମାନେ ସମସ୍ତେ ବିଜେପି ମୁହାଁ ଏବଂ ବିଜେପିରେ ଆସିକି ଯୋଗ ଦଉଛନ୍ତି, କାମ କରିବେ। ବିଜେପି ବି ସ୍ୱାଗତ କରୁଛି। ପଞ୍ଚାୟତ ଇଲେକ୍ସନ ଆଗକୁ ଅଛି, ପୁଣି ଥରେ ଯଦି ଇଏକୁ ନେଇକି ପୁଣି ଥରେ ନୂଆ ଦଳ ମାନେ କାଳେ ସେଇଥିପାଇଁ ଦେଖିକି ବିଜେପି ଆସୁଛନ୍ତି ନା ନାଇଁ? ନା ନା ସେ ଆଉ ଓଡିଶାରେ କୌଣସି ଦଳ ଆଉ ଜିତିବ ନାହିଁ, ଓନ୍ଲି ବିଜେପି। ବର୍ତ୍ତମାନ 50 ବର୍ଷ ଯାକେ ଆପଣ ଭାବି ନିଅନ୍ତୁ ଓନ୍ଲି ବିଜେପି ଦେଶରେ ରାଜ୍ୟରେ ସରକାରରେ ରହିବ। ମାନେ ନୂଆପଡା ହଉ କିମ୍ବା ବିହାର ନିର୍ବାଚନ ହଉ କି ଯାହା ହଉ ବର୍ତ୍ତମାନ ଦେଶରେ କହିଲି ଦେଶରେ 21ଟା ରାଜ୍ୟରେ ଭାଜପା ସରକାର କରୁଛି ଏବଂ ସାରା ଆପଣ ଭାରତବର୍ଷ ଦେଖିବେ ସବୁ ରାଜ୍ୟ ଗେରୁଆମୟ ହଉଛି। ପଞ୍ଚାୟତ ଇଲେକ୍ସନ କୋଉଭଳି ଇଲେକ୍ସନ ହବ ପଞ୍ଚାୟତ? ଶୁଣନ୍ତୁ, ଇଏ ପଞ୍ଚାୟତ ନିର୍ବାଚନକୁ ଆଖି ଆଗରେ ନାହିଁ। ଏବେ ତ ପଞ୍ଚାୟତ ନିର୍ବାଚନ ନାହିଁ, ଆଉ ତ ବର୍ଷେ ଅଛି। ଏଇଟା ପଞ୍ଚାୟତ ନିର୍ବାଚନ ନାହିଁ, ଦେଖନ୍ତୁ। ନାଇଁ ସେଟା ନାହିଁ, ପଞ୍ଚାୟତ ନିର୍ବାଚନ ନାହିଁ। ଲୋକ ଯୋଉମାନେ ପୂର୍ବ ସରକାରରେ ଯୋଉମାନେ ସବୁ ପାୱାରଫୁଲ ଲୋକ ଥିଲେ, ବିନା ପାୱାରରେ ଚଲି ପାରିନାହାନ୍ତି, ସେ ସବୁ ଆସିବାକୁ ଚାହୁଁଛନ୍ତି। ସେମାନଙ୍କର ଇଚ୍ଛା ଅଛି ଯେ ଆମେ ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ସରକାର ଅଛି, ନିଶ୍ଚିତ ଭାବରେ ଆସିକି ଯୋଗ ଦେବା ପାଇଁ ସେମାନେ ଚାହୁଁଛନ୍ତି ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟ ତାଙ୍କୁ ସ୍ୱାଗତ କରୁଛି। ଆମ ଶକ୍ତି ମଧ୍ୟ ବୃଦ୍ଧି ହଉଛି, ତାଙ୍କ ଆସିବାରେ ମଧ୍ୟ ଆମେ ସ୍ୱାଗତ କରୁଛୁ ଏବଂ ଶକ୍ତି ମଧ୍ୟ ବୃଦ୍ଧି ହଉଛି। ଏବଂ ଆଗାମୀ ଦିନରେ ଆଉ କୌଣସି ଦଳ ଏଠି ଜିତିବେ ନାହିଁ, ଓନ୍ଲି ଭାରତୀୟ ଜନତା ପାର୍ଟି ହିଁ ଜିତିବେ। ଆଜି ଏତିକି ନା ଆହୁରି ବି ଆସିବେ? ଦେଖନ୍ତୁ, ଏଇଟା ତ ଶୁରୁଆତ, ମାନେ ଆହୁରି ବହୁତ ଅଛି। ମାନେ ଆପଣଙ୍କର ବଡ ବଡ ହସ୍ତି ଆସିବେ, ବିଜୁ ଜନତା ଦଳରୁ, କଂଗ୍ରେସରୁ ବହୁତ ନିଶ୍ଚିତ ଭାବରେ ଆପଣ ଅନେଇକି ଅଛନ୍ତି। ଏକ୍ସ ପ୍ରେସିଡେଣ୍ଟ ମଧ୍ୟ ବି ଅଛନ୍ତି, ବହୁତ ଅନେଇକି ଅଛନ୍ତି। ବାକି ଯୋଉ ସାମ୍ବିଧାନିକ ଗୋଟେ ଅଛି ବ୍ୟବସ୍ଥା ଅଛି, କାରଣ ଆସିପାରିବେନି ନା। ବର୍ତ୍ତମାନ ଜଣେ ଦି ଜଣ ବିଧାୟକ ଯଦି ଆସିବେ ସବିପଦ ରଦ୍ଦ ହେଇଯିବ ନା। କିନ୍ତୁ ଏକାବେଳେ ଯଦି ମାସିବ ଆସିବେ ସେଟା ତ ପୁଣି ଅଛି ନା ପ୍ରୋଟୋକଲ। ଆଉ ଜଣେ ରାଜ୍ୟସଭା ସାଂସଦ ମଧ୍ୟ ବିଜେପି ମୁହାଁ ହବା ପାଇଁ ମୁହାଁ ହଉଛନ୍ତି। ଖାଲି ରାଜ୍ୟସଭା ସାଂସଦ ନାହିଁ, ଓଡିଶାରେ ସମସ୍ତ ମାନେ ଯିଏ ଅଦର ପାର୍ଟିରେ ଅଛି ଭାରତୀୟ ଜନତା ପାର୍ଟିକୁ ଆସିବା ପାଇଁ ବ୍ୟାକୁଳ ହେଇଗଲା। ନିଶ୍ଚିତ ଭାବରେ ଆମେ ତାକୁ ସ୍ୱାଗତ କରିବୁ। ସେ ଆସନ୍ତୁ, ତାଙ୍କର ଯୋଉ ପୋଟେନସିଆଲିଟି ଅଛି ସେ ସମ୍ମାନ ପାଇବେ, ଏଥିରେ କିଛି ଅସୁବିଧା ନାହିଁ। ଏମିତି ଭାରତୀୟ ଜନତା ପାର୍ଟିରେ କଣ ରହୁଛି ଯୋଉଥିପାଇଁ କି ସମସ୍ତେ ଭାରତୀୟ ଜନତା ପାର୍ଟି ମୁହାଁ ହେବେ? ଦେଖନ୍ତୁ, ଇଏ ହଉଛି ଗୋଟେ ଆଇଡିଓଲୋଜିକାଲ ପାର୍ଟି। ଏଥିରେ ୱାନ୍ ମ୍ୟାନ୍ ଆର୍ମି ଏଠି ଚାଲେ ନାହିଁ। ଏଠି ଲୋକଙ୍କର ସରକାର, ଏଠି ଲୋକଙ୍କ ମତ ନେଇକି ଏଠି ହୁଏ। ତେଣୁକରି ପରିବାରବାଦ ବି ପଲିଟିକ୍ସ ନୁହେଁ। ନିଶ୍ଚିତ ଭାବରେ ଏ ଦଳର ଗୋଟେ ସ୍ୱାତନ୍ତ୍ର୍ୟ ଅଛି। ସେଇଥିପାଇଁ ଭାରତୀୟ ଜନତା ପାର୍ଟି ଯଶସ୍ୱୀ ପ୍ରଧାନମନ୍ତ୍ରୀ ତାକୁ ନେତୃତ୍ୱ କରୁଛନ୍ତି। ଆଉ ଗୋଟେ କଥା, ଆଜି ବିଧାନସଭାରେ ରାଜା ସ୍ୱୟଂ ବଙ୍ଗାଳୀରେ ଉଠେଇଲେ, ଯୋଉଠି ଆମର ଆଦିବାସୀ ଭାଷାକୁ ନେଇକି ବା ସେ ଭାଷାକୁ ନେଇକି ଯୋଉଟା କୁହାଯାଉଥିଲା କୁଶଳୀ ଭାଷାକୁ ନେଇକି ମନା କରାଯାଇଥିଲା, ଆଜି ବଙ୍ଗାଳୀ ଭାଷାରେ ଏମିତି ପ୍ରଶ୍ନ ଉଠେଇବା, ତାପରେ ଉତ୍ତରରେ ଅବଶ୍ୟ ସିଦ୍ଧାନ୍ତ ମହାପାତ୍ର ତାଙ୍କର ବଙ୍ଗାଳୀ ଭାଷାରେ ବୁଝେଇ ଦେଇଥିଲେ। କିନ୍ତୁ ସେଟା ଗୋଟେ ତ କହିବା ଶୈଳୀରେ ତାଙ୍କର ଗୋଟେ ଢଗ ଥିଲା। ତାଙ୍କୁ ଆମର ବିଧାୟକ ମଧ୍ୟ ସେଇ ରଙ୍ଗରେ ତାଙ୍କୁ କହିଲେ। ଆମେ ତ ଓଡିଆ ଅସ୍ମିତା କଥା କହୁଛନ୍ତି, ଓଡିଆ କହିଲେ ଭଲ। ଆଉ ଓଡିଆ ତ ସମ୍ପୂର୍ଣ୍ଣ ଆମେ କରିପାରିନାହାନ୍ତି ନା, ତେଣୁକରି ଆହୁରି ଆମକୁ କାମ କରିବାକୁ ପଡିବ ଓଡିଆ ଅସ୍ମିତା। ନିଶ୍ଚିତ ଭାବରେ
निश्चित भाव में आपण जानछन्ती तांकर जने वरिष्ठ सांसद पूर्वतन सांसद से तो आमर बंगाली बापा बाबू जाउछन्ती आज न्यूज कवर करछि निश्चित भाव में संपर्कटा तो आगुरु आमर जे पूर्वतन मुख्यमंत्री तांकर भी दीदी को सांगे भल संपर्क थिला आपण मन जानछन्ती तेपरि असुविधा नाही दीदी तो सेपटे वार्निंग दउछन जे बेटी किसी फूल की पाखुड़ा किसी उठे दबुनु सब शेष कर देबी शुणु बहुत लोग बहुत कथा कह तांकर सी जानिबे जेतले पावर टा कोन आउ सी जानिछन्ती तांको पादरु जरे माटी खसिलानी एबे एसआर को नेकी तांकर बहुत डर अछि आउ आपण निर्वाचन हेले तो कोन हबो आपण देख सुने मन एथो विधानसभा पड़े विरोधी चढ़ई देबेनी जो मासे काल रखा है टाइमिंग 15 दिन भितर शेष कर देबे अचल कर देबे नाई स्वादपूर्ण वातावरण रे देखंतु विधानसभा चलछि विरोधी सहयोग अच्छी से आमर ऑल पार्टी मीटिंग रे सेटा तो समस्त तो हम तो आशा करूँ जे भल से चालू भल बिल हो ओडिशावासी देखो ओडिशा लोक पठे विधायक हिसाब से तेणुक विधायक माने जदि समय टाक अपचय करेंगे अलग बाटे आम जो विधेयक बनाया जदि से न कर लोक आमको तो क्वेश्चन करेंगे आपण से पॉलिटिक्स आ चलू जो गतकाली राष्ट्रपति महामहिम राष्ट्रपति आसते जदि देखा द्रौपदी मुर्मू से बीजेडी समय राष्ट्रपति होते एत वर्ष भितर से आसते कि बीजेपी सरकार आसला अचानक आसपा निमंत्रण देखु महामहिम राष्ट्रपति ओडिशार सुपुत्री जन योग्यतम सुपुत्री आउर बहुत प्रोटोकॉल अच्छी जेतु जड़े देशर प्रथम नागरिक प्रोटोकॉल अच्छी कौटी के प्रोग्राम हुए विभिन्न प्रोग्राम तेणुक से भितर बर्तमान जो डिजायर थिला कि मो ओडिशा विधानसभा जड़े सभ्य पूर्वतन सभ्य थी आसिकी मो हाउस को मो आड्रेस करी तेणुक गोटे भी स्वप्न तांकर भी स्वप्न तेणुक सी आसिकी कहले उत्साहित हेले समस्त विधायक कहले एक्स एमएलए माननीय सांसद मान आते सबु प्रकार गण्यमान्य अतिथि आते फ्रीडम फाइटर आते तेणुक बहुत खुशी मुहूर्त ओडिशा गोटे गर्वर मुहूर्त खुशी मुहूर्त नुआपड़ा निर्वाचन देखो नुआपड़ा निर्वाचन प्रथम दिन जो दिन आमर स्वर्गत राजू ढोलकिया सुपुत्र जो ढोलकिया आमर प्रार्थी से दिन इलेक्शन जीति केते मार्जिन हम सेटा समस्त नेतृवर्ग बीजेपी समस्त नेतृवर्ग विधायक मंत्रीगण मुख्यमंत्री जो परिश्रम तार रिजल्ट है जो वन साइडेड लोकंकर डबल इंजिन सरकार प्रति आस्था रहा यशस्वी प्रधानमंत्री आम सरकार यशस्वी मुख्यमंत्री आम इनपुट सब्सिडी जो देचु एमएसपी 800 देलु सेटा लोक छुई से तार लाभान्वित होती सुभद्रा योजना लाभान्वित लोक क्या अनेले ना ये कमिटेड सरकार बीजेपी जीत को अनौनी से केवल मार्जिन को अनौची बर्तमान मार्जिन रे आगुआ निश्चित 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 आगामी दिन में बीजेडी गड़ तार दुईसा शंखगढ़ में पद्म फुटा शंखगढ़ कोटा ये तो बीजेपी सरकार अच्छु ना शंखगढ़ अनुगुल जिला शंकरगढ़ थिला धीरे धीरे थिला ना आम तो 5 विधायक 3 विधायक बीजेडी शुणु संपूर्ण टिके भी ना निश्चिन्न